ଆମେ ଖାଇନୁ। ଭଲ ତ ଫାଷ୍ଟିଂ ତ ଦେଖ ସେଇଟା ହେଉଛି ଯୋଗ। ରେ ଭାଇ କ'ଣ କହିବ ରେ କ'ଣ ପାଇଁ ନାଁଟା କୁହନ୍ତୁ ଆପଣ କ'ଣ ପାଇଁ ଅନଶନ ବସୁଛନ୍ତି ଆଜି? ଜୟ ହିନ୍ଦ। ଦେବୀ ପ୍ରସାଦ ପୃଷ୍ଟି। ଆଜି ମୁଁ ବ୍ୟକ୍ତିଗତ ଭାବେ କହୁଛି ଆମ ସମସ୍ତଙ୍କ ତରଫରୁ କିନ୍ତୁ ଯେ ଆମେ ପ୍ରାୟଶ୍ଚିତ ପାଇଁ ବସିଛୁ ଏଇଥିପାଇଁ ଯେ ଭାରତବର୍ଷର ଆତ୍ମାକୁ ମାରି ଦିଆଯାଉଥିଲା ବେଳେ ସୋନମ ୱାଙ୍ଗଚୁକ୍ ଯିଏ ଗୋଟିଏ ଛୋଟିଆ ଅଞ୍ଚଳର ଲାଦାଖର କିନ୍ତୁ ସାରା ବିଶ୍ୱର ସେ ଜଣେ ବିଶିଷ୍ଟ ବୈଜ୍ଞାନିକ ପରିବେଶବିତ୍ ଶିକ୍ଷାବିତ୍ ସେ 19 ଦିନ ଧରି ଅନଶନ କଲାବେଳେ ଯେଉଁ ରାଜ୍ୟର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁଠୁ ଜିତିକି ସିଏ ଏମ୍ପି ହେଇଛନ୍ତି ସେଇ ରାଜ୍ୟରେ ଯେଉଁଭଳି ଢଙ୍ଗରେ ବ୍ୟକ୍ତିଗତ ଭାବେ ତାଙ୍କ ବିରୁଦ୍ଧରେ ନ ହେଇପାରେ କିନ୍ତୁ ଯେଉଁଭଳି ଢଙ୍ଗରେ ନିଟ୍ କେଳେଙ୍କାରୀ ପାଇଁ ସେ ହିଁ ଦାୟୀ ଏ କଥା ସମସ୍ତେ ସ୍ୱୀକାର କରିବେ ଏବଂ ସେ ଅଦ୍ୟାବଧି ଇସ୍ତଫା ଦେଇନାହାନ୍ତି। ତେଣୁ ତାଙ୍କର ଇସ୍ତଫା ଏବଂ ଏ ବାବଦରେ ରେସ୍ପନ୍ସିବିଲିଟି ଫିକ୍ସେସନ୍ ହେଉ ଉତ୍ତରଦାୟିତ୍ୱ ମନ୍ତ୍ରୀମାନେ ପାଳନ କରନ୍ତୁ। ସଫଳତା ପାଇଁ ଫୁଲମାଳ ପାଇବେ କିନ୍ତୁ ବିଫଳତା ପାଇଁକି ଚୌକିରୁ ଇସ୍ତଫା ଦେବେନି। ଏଇଥିପାଇଁକା ଓଡ଼ିଶାବାସୀଙ୍କ ତରଫରୁ ଆମେ ପ୍ରାୟଶ୍ଚିତ କରିବା ପାଇଁ ଆଜି ଏଠି ପ୍ରତୀକାତ୍ମକ ଭାବରେ ଅନଶନ କରୁଛୁ। ଏ ହେଲା ଏକମାତ୍ର କଥା ଏବଂ ସୋନମ ୱାଙ୍ଗଚୁକ୍ଙ୍କୁ ଆମେ ସମର୍ଥନ କରୁଛୁ। ତାଙ୍କୁ ଅନୁରୋଧ କରୁଛୁ ସେ ତାଙ୍କର ଅନଶନରୁ ନିବୃତ୍ତ ରୁହନ୍ତୁ ଏବଂ ସାରା ଭାରତ ବର୍ଷର ଯୁବକମାନଙ୍କୁ ଛାତ୍ରମାନଙ୍କ ସହିତ ଓଡ଼ିଶାର ବିଶେଷ କରି ଯୁବକ ଛାତ୍ରମାନଙ୍କୁ ଆହ୍ୱାନ କରୁଛୁ ଯେ ସେମାନେ ସମସ୍ତେ ଗଣତାନ୍ତ୍ରିକ ଉପାୟରେ ଅହିଂସାତ୍ମକ ଉପାୟରେ ଏଇ ଯେଉଁ ନିଟ୍ କେଳେଙ୍କାରୀର ପ୍ରତିବାଦ କରିବା ସହିତ ଯେଉଁ କଥା ପାଇଁ ସୋନମ ୱାଙ୍ଗଚୁକ୍ ବସିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ସେ କଥାକୁ ଓଡ଼ିଶାର କୋଣ ଅନୁକୋଣରେ ଗୁଞ୍ଜରଣ ସୃଷ୍ଟି କରନ୍ତୁ। ଧନ୍ୟବାଦ। ଟିକେ ଟିକେ प्रमोद कुमार देव। सोनम वांगचुक जड़े व्यक्ति नुहे गोटे दर्शन तेणु आम विनम्रतार सहित अनशन को आम सम्मान जनाऊँ। आम विनम्रतार सहित अनुरोध करुचु सी हंगर स्ट्राइक रु उहरी आसतु। तांकर आवश्यकता अच्छी देशपाई आवश्यकता अच्छी।